ମୁଁ ପ୍ରଥମତଃ କହିବାକୁ ଯାଉଛି ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠି ଯେଉଁମାନେ ଶାସକ ଦଳରେ ବସିଛନ୍ତି ସେମାନଙ୍କର ଯେତିକି ଅଧିକାର ଅଛି, ବିରୋଧୀ ଦଳରେ ଯେଉଁ ବସିଛନ୍ତି ସେମାନଙ୍କର ମଧ୍ୟ ସେତିକି ଅଧିକାର ଅଛି। ଅଧିକାରର ଏଠି ମାପକାଠି ନାହିଁ। ଯଦି 25 ବର୍ଷ କାଳ ସୁକିନ୍ଦାରେ ଘଡ଼େଇ ପରିବାରର ଶାସନ ଥିଲା, ବିଜୁ ଜନତା ଦଳର ଶାସନ ଥିଲା, ଏଠି ଯଦି ସେମାନେ ଅଧିକାର ସହିତ ବିରୋଧୀ ଦଳର ଭୂମିକା ଗ୍ରହଣ କରିପାରୁଥିଲେ, ତାଙ୍କର ନିଜର ବାର୍ତ୍ତା ରଖିପାରୁଥିଲେ, ନିଜ ସଭା ସମିତି କରିପାରୁଥିଲେ, ପ୍ରେସ୍ ମିଟ୍ କରିପାରୁଥିଲେ, ଯାହା ମନ କରିପାରୁଥିଲେ, ଯଦି ଆମେ 1 ବର୍ଷ ହେଲା ବିରୋଧୀ ଦଳ ଭୂମିକାରେ ଅଛୁ ତ ଆମକୁ ବି ସେତିକି ଅଧିକାର ମିଳିବା କଥା। ଆମେ ଆମର ବାର୍ତ୍ତାକୁ ପହଞ୍ଚେଇ ପାରିବୁ ଜନସାଧାରଣଙ୍କ ପାଖରେ, ଆମେ ଆମର କଥାକୁ ରଖିପାରିବୁ ଓ ମନର ବ୍ୟଥାକୁ ପରିପ୍ରକାଶ କରିପାରିବୁ। ମୁଁ ମୁଖ୍ୟତଃ ମୋର ଯେତିକି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ମା ଆଉ ମାଉସୀମାନେ ରହିଲେ, ମୋର ଭଉଣୀମାନେ ରହିଲେ, ସମସ୍ତଙ୍କୁ ଆଜି ଆହ୍ୱାନ ଦେଉଛି, 1 ବର୍ଷ ଭିତରେ ଆମେ ନିଜକୁ ଯେତିକି ଅସୁରକ୍ଷିତ ମନେ କରୁଛନ୍ତି, ସେ ସୋସିଆଲ ମିଡ଼ିଆ ହଉ, ଫେସବୁକ୍ ହଉ, ଇନଷ୍ଟାଗ୍ରାମ ହଉ, କି ଆମେମାନେ ନିଜେ ଫିଜିକାଲି ହଉ, ଯାହାର ନଜିର ଆପଣମାନେ ଦେଖିଛନ୍ତି ଏବେ ଖଣି ଅଞ୍ଚଳରେ ଜଣେ ମାଆଙ୍କୁ, ଆମରି ଭଳି ଜଣେ ମାଆଙ୍କୁ ତା ସାମ୍ନାରେ ତା ଝିଅକୁ ଦୁଷ୍କର୍ମ କରିବାର ଯେଉଁ ଧମକ ଦିଆଯାଉଛି, ଯଦି ଆପଣମାନେ ଚିନ୍ତା କରି ଦେଖନ୍ତୁ, ଯଦି ସେଇ ଜାଗାରେ ଆମେ ଥାନ୍ତେ, ଆମର ମା ଥାନ୍ତେ କି ଆମର ଭଉଣୀ ଥାନ୍ତେ, ସେଇ କ୍ଷେତ୍ରରେ ଆମକୁ କ'ଣ କରିବା ଆବଶ୍ୟକତା ଥାନ୍ତା। ଏ ଆହ୍ୱାନ, ଏ କଳା ଦିବସର ମୁଖ୍ୟ ଆଭିମୁଖ୍ୟ ମୁଁ ତାଙ୍କୁ ଆହ୍ୱାନ କରୁଛି, ଆମେ ସମସ୍ତେ ବହୁଳ ମାତ୍ରାରେ ଏଠି ଆମେ ଉପସ୍ଥିତ ହେବା। ଆଉ ଏ କଳା ଦିବସରେ ଆମେ ଯେଉଁ ସରକାର ଅଛି, ଯେଉଁ ମନ୍ତ୍ରୀ ଅଛନ୍ତି, ତାଙ୍କୁ ଜବାବ ମାଗିବା। ଧନ୍ୟବାଦ।